যুদ্ধ করি করি সার সে ভিতরକୁ ଚାଲି ଯାଇଛନ୍ତି। ଅନେକ ଦିନ ଯୁଦ୍ଧ ଲାଗିଲା ତାରା କହୁଛନ୍ତି ସେ ଯୁଦ୍ଧରେ ବାଳି ନ ଫେରିବାରୁ ସୁଗ୍ରୀବଙ୍କୁ ପଠେଇଲେ ତାରା କହିଲେ ସୁଗ୍ରୀବ ଦେଖିବ ତମ ଭାଇ ଯୁଦ୍ଧ କରିବାକୁ ଯାଇଛନ୍ତି ପର୍ଯ୍ୟନ୍ତ କାହିଁ ଫେରିଲେ ତେଣୁ ତମେ ଟିକେ ଦେଖ ସୁଗ୍ରୀବ ଯାଇକି ପହଞ୍ଚିଲେ ଗଦା ଧରି ଭୀମ ଭୈରବ ଅଦ୍ଭୁତ ବଳ ପରାକ୍ରମୀ ମହାରାଜ ସୁଗ୍ରୀବ ପାରରାଜ ସୁଗ୍ରୀବ ଯାଇ ପହଞ୍ଚିଗଲେ କୋଉଠି ନା ଗୁମ୍ଫା ଗହ୍ୱର ପାଖରେ ସୁଗ୍ରୀବ ଯେତେବେଳେ ଗୁମ୍ଫା ପାଖରେ ପହଞ୍ଚିଗଲେ সেই গুম্ফা ভিতরে যুদ্ধ চালিয়েছিলাম আমার রাজ বাণিজ্য সহিত রাক্ষস বন্দী সেইটি আজ্ঞা অনেক বহুত সময় অপেক্ষা করে 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 রহিলা সুগ্রীব কাই কিছু শুভুনি শেষে রক্ত ধার ধার বহি আসিলা না গুম্ফা আতর রক্ত আসিলা দ্বারা সুগ্রীব দেখিলে ভয়ভীত হয়ে গলা এই কোন ভাই বোধে মরিগলে রাক্ষস মো ভাইটি মারিগলা এই কথা বিচার করি লোক বিরাট পথর আজ্ঞা গোটে আনি সে গুম্ফা ভিতরে তার দ্বার দেশে মা আবদ্ধ করে সুগ্রীব সার ফেরি আসিলা পরে ভাই ভাউজଙ୍କୁ ସବୁ କଥା କହିଛନ୍ତି କହିଲେ ସୁଗ୍ରୀବ କଣ ହେଲା ତମେ କଣ ଫେରି ଆସିଲ ଭାଉଜ ସେ ବଢିଆ ରାକ୍ଷସ ସିଏ ଗୋଟେ ଭାଇକି ମାରିଦେଲେ ମତେ ହାତ ମାରିଯାଉଛି ବଡ଼ ଅନୁତାପ କଲେ ଦୁଃଖ କଲେ ସ୍ୱାମୀ ନିଚ୍ଛେଦରେ କାନ୍ଦୁଛନ୍ତି ଯାହା ହଉ ରାଜ୍ୟ ତ ପୁଣି ରହିବ କହିଲେ ହଉ ଯାହା କଣ କରିବା ତମେ ରାଜ୍ୟ ଭାର ସମ୍ଭାଳ ତା ସମ୍ଭାଳିଲ ପରେ ସୁଗ୍ରୀବ ତ ତାଙ୍କର ସେ ରାଜ ସିଂହାସନରେ ବସିଛନ୍ତି ଗଲା ବିଳାସ ବେଶନ ଚାଲିଛି କିଛି ଦିନ ପରେ ରାକ୍ଷସକୁ ହତ୍ୟା କରି ବାଳି ବୀର ଗର୍ପରେ ଆସି ପହଞ୍ଚିଗଲା ବେଳେ ଦେଖିଲେ ଭାଇ ମୋର ଭାଇ ଠାରୁ ଶତ୍ରୁ କେହି ନାହିଁ ଆରେ ଗୁମ୍ଫା ଭିତରେ ସାର ବାଟ ଆବଦ୍ଧ କରିକି ବିରାଟ ପଥର ଦେଇଛି ଇଏ ସିନା ବଳୁଆ ଲୋକଟା ବୋଲି ସେ ପଥରକୁ ଠେଲିକିରି ବାହାରିକି ଆସିଲା ଦେଖିଲା ଆରେ ସୁଗ୍ରୀବ ଇଏ ପଥର ଦେଇଥିଲା ଗୁମ୍ଫା ଭିତରେ କିଏ ଭାଇ ସୁଗ୍ରୀବ ପଥର କିଏ ଦେଇଥିଲା ଭାବିଲି ତୁ କଣ ଭାବିଛୁ ଭାଇ ଭାବିଲେ ଆପଣ ମୋତେ ମାରି ଯାଇଛନ୍ତି ରାକ୍ଷସ ତୁ ମାରିବୁ ସେଇଠି ଆଜ୍ଞା ଯୁଦ୍ଧ ଲାଗିଲା କବି ସମ୍ରାଟ ବନ୍ଧ ବହି ସରିଲା କଣ କରିବି ଯାଇପାରୁନି ଆଜ୍ଞା ଆଗକୁ ବନ୍ଧ ସାହିତ୍ୟ ଜଣେ ଋଷି ଥିଲେ ସେ ଋଷି ଆଶୀର୍ବାଦରେ ବାଳି ଯାଏନି ସେ ଋଷ୍ୟମୁଖ ପର୍ବତ ଋଷିକି ବାଡ଼େଇଥିଲା ଏ ବ୍ରାହ୍ମଣ ଧର୍ମ କିଛି ମାନେ ଋଷିକି ମାଇଲା ଥରେ ବାଳି ଋଷି ଡରିକିରି ପଳେଇଲେ ଋଷ୍ୟମୁଖ ପର୍ବତରେ ରହିଲେ କହିଲେ ଆରେ ମୁଁ ଅଭିଶାପ ଦେଲି ବାଳି ସବୁଆଡ଼େ ତୁ ଜୟଯୁକ୍ତ କରିବି ଏ ଋଷ୍ୟମୁଖ ପର୍ବତକୁ ଯଦି ଆସିବୁ ତ ଛାତି ପୁରା କଥା ସୁଗ୍ରୀବକୁ ସେ କହିଲେ ତୁ କଳା ଋଷ୍ୟମୁଖ ପର୍ବତରେ ରହିବୁ ନହେଲେ ମରିବୁ ସେଇ ଦିନରୁ ସୁଗ୍ରୀବ ଭୟରେ ଋଷ୍ୟମୁଖ ପର୍ବତ ଯାଇକି ଲୁଚିକି ଭାଇ ସବୁଆଡ଼େ ଯାଏ ଋଷିଙ୍କ ଅଭିଶାପ ସେଠିକି ଯାଏ ସେଇ ଜାଗାରେ ରାମଙ୍କ ସହିତ ଭେଟ ହେଲା କାରଣ ସୁଗ୍ରୀବ ବୋଲେ ସୁଗ୍ରୀବ ରାମ ପ୍ରେସ ଭାଷା ଧୀରେ ଧୀରେ ଭଲ ସାହିତ୍ୟ ବେନି ଜନେ ପରିଛି ଗଦସା ବେନି ଜନେ ପରିଛି ଗଦସା ବେନି ଜନେ ପରିଛି ଗଦସା ଏକ ରସା बोले सुग्रीवे राम क्लेश भाषा जने पड़ी राम सहित हनुमान नहीं भेट करते सुग्रीव सहित इत्यादि कथा जहाँ भद्र कहले भाई सुग्रीव सुग्रीव और राम ठाकुर कथबार्ता कि पद विधा वसुमन से विभाग से मनुष्य राम कहले तत्कालीन भारत वर्ष सूर्यवंश से अयोध्या आउ सर अयोध्या व्यतीत सूर्यवंशी कौटी ना विभाग सुवंश राम कहले
ବିବାହ ବସୁ କରେ ସୂର୍ଯ୍ୟ ଆମେ ସୂର୍ଯ୍ୟ ବଂଶରେ ଭୁଲ କହିଲି ଶିକ୍ଷିତ ଲୋକମାନେ ଅଛନ୍ତି ନା ବିବାହ ବସୁ ବଂଶେ ଜାତ ଆମର ଧୀରେ ତ ତୁମେ ତାଙ୍କ କୁମାର ତାମାନେ ବିବାହ ବସୁ କରେ ସୂର୍ଯ୍ୟଙ୍କର ପୁଅ ହଉଛନ୍ତି ଆପଣ ରାମ କହୁଥିଲେ ସୂର୍ଯ୍ୟଙ୍କର ପୁଅ କିଏ ସୁଗ୍ରୀବ ନା କହିଲେ ତମେ ସୂର୍ଯ୍ୟଙ୍କର ପୁଅ ଆଉ ମୁଁ ବିବାହ ବସୁ ବଂଶେ ଜାତ ବିଧିରେ ତ ତୁମେ ତାଙ୍କ କୁମାର ତମେ ସୂର୍ଯ୍ୟଙ୍କର ପୁଅ କିନ୍ତୁ ଆମେ ସୂର୍ଯ୍ୟ ଭଲ ସାଇଡ ନାଇଁ बोलू अयोध्या किसकिंदा राजन बोलू अयोध्या किसकिंदा राजन सब बेटा को समान बोलू तेरे समान आगे घटना के बाण खाइली शुणु बंध साहित्य डक्टरेट करते आम उत्कल सारला साहित्य संसद समस्त बंधु माने ज्ञानी बाबू माने समस्ते विद्वान समस्ते समस्ते सार मैंने बस देखिए आगे डर मार्च कि सार मैंने बस गुफा ना नमस्कार करिए ଆପଣ ଯାଅ ଫେରି ଆସ ସେଇଠି ଉଭୟଙ୍କର ବୈଠକ ହେଇଛି କହିଲେ ଆପଣ ଦୁଃଖ କର ନା ମୁଁ ବାରିକି ମାରିଦେବି ରାମ କହିଲେ ମୁଁ ବାରିକି ମାରିଦେବି କହିଲେ ଆପଣଙ୍କ କଣ ହେଇଛି ନା ବାଧା ଭଲ କହିଲେ ବାଧା ବାଧା ଭ୍ରାତାରେ ଉପୁଜିଛି বৈরিকি সাথী তব শত্রুকে মারদেবি বালিকি মারদেবি বালিকি রাম বদ্ধ করবে বালিকি মারিবা পরে ଯୋଉ ସୁଗ୍ରୀବ ଭାଇ ଆପଣଙ୍କୁ ଏତେ ଅବିଶ୍ୱାସ କରି କରିଥିଲା ଇଏ କରିଥିଲା ବାଲି ପ୍ରତି ଅବିଶ୍ୱାସନୀୟ କାରଣ କରିଥିଲା ତମେ ମୋ ସ୍ୱାମୀକି ମାରି ସାରିବା ପରେ ସେଇ ସୁଗ୍ରୀବକୁ ତମେ କଣ କର ରାଜ୍ୟରେ ରାଜା କରିଦେଲ ଆଉ ମୋର ଯୋଉ ପୁଅ ଅଙ୍ଗଦ ତାକୁ ତ ଆପଣ ରାଜା କରେଇଲେ ରାମ କରିଛନ୍ତି କି ଯଦି ତମେ ଅଙ୍ଗଦକୁ ରାଜ୍ୟ ମା ଦେଲ ନାହିଁ ତା ବାପା ସମ୍ପତ୍ତି ଅଙ୍ଗଦ ପାଇଲା ନାହିଁ তাহলে কেউ ন্যায় বলে বাপা সম্পত্তিকু তম ভাই কি আনিও দেল আউ প্রভু রাম তম বাপা সম্পত্তিরে কেমিতি রাজন হেউছ প্রভু এটি যদি বাপাঙ্ক সম্পত্তিকু ভাইকি ଦେଇଦେଲ সেটি বাপা সম্পত্তিକୁ ভাইকি ନ ଦେଲେ ଆପଣ କେମିତି ଭୋଗ କରୁଛନ୍ତି କେମିତି ରହୁଛନ୍ତି ଆପଣ ଦଶରଥଙ୍କ ସମ୍ପତ୍ତି ସିଂହାସନକୁ ତାଙ୍କ ଭାଇକି ଦେଇଥାନ୍ତେ ଯଦି ମୋ ପ୍ରତି ଅନ୍ୟାୟ ହେଲା ଚକ୍ର ରାମର୍ଚିତ ନ୍ୟାୟ ହେ ରାମ ମତେ ଆପଣ ନ୍ୟାୟ ଦିଅନ୍ତୁ ଆଗେ ମୋ ଅଙ୍ଗଦକୁ ରାଜା କରନ୍ତୁ ତାଙ୍କ ବାପା ସମ୍ପତ୍ତି ଭାଇ ସମ୍ପତ୍ତିକି ଦିଅ ତାପରେ ତମେ ଦଶରଥଙ୍କ ସମ୍ପତ୍ତିରେ ରାଜା ହବ ଆଉ ତାକୁ ଭାଇକି ଦେଇଦେଇକି ତମେ କେମିତି ନିଜେ ରାଜା ହବ ହେଇପାରିବେ କି ସାର୍ ହେଇପାରିବେ କି ତେଣୁ ମୋ ପ୍ରଶ୍ନକୁ ମୀମାଂସାକର ସମାଧାନ କର ରାମ କହିଲେ ଭଲ କଥା କହିଲା ମା କହିଲେ ଏ ମା ତୁ ବ୍ୟସ୍ତ ହ ନା ମୋ ଅଭିଷେକ କାମ ମୁଁ ଅପେକ୍ଷା କର ନା ମୁଁ ତା ଉପରଟା ଟିକେ ବିଚାର ବିମର୍ଶ କର ମୁଁ ଆଗେ ରାଜା ହେଇସାରେ କେମିତି ହବ ହେଇପାରିବନି ରାମ ରାଜା ହେବେ ଅଙ୍ଗଦ ତା ରାଜ୍ୟ ଫେରି ପାଇବ ରାମ ରାଜା ହେବେ ଏ କଥା ଦ୍ୱିତୀୟ ଥାକେରେ ତ ନଢେଇ ପାରିଲା ଭାଇ ମୋର ଆସିଲେ ମୀମାଂସା କରିବେ ରାମ ତାଙ୍କ ସିଂହାସନରେ ବସିବେ ଅଙ୍ଗଦ ତା ସିଂହାସନରେ ବସିବ ନହେଲେ ପାଲ ଦେଖିକି ମଜା ହବ ଆଉ ମୁଁ କହୁଥିଲି ଆଉ 2-3 ଦିନ ଖଣ୍ଡେ କରନ୍ତୁ କଣ ଆପଣ ମାନେ ଶାରଳା ସାହିତ୍ୟ ସଂସଦରେ ପଇସା ନାହିଁ ଏ ପ୍ରଭୁ ତିନି ଦିନ କାମ 5 ଦିନ ଗୋଟେ ଆନନ୍ଦ ହବ ନା ନାଇଁ ହଉ ଏମିତି ଆମେ ଥାଉ ନଥାଉ ଏ ଅନୁଷ୍ଠାନ ଦୀର୍ଘ ଦିନ ହଉ
ପାଞ୍ଚ ଦିନ ପାଲା ହଉ ଟିକେ ହାତ ଟେକିଦେବା।